କିଛି ସମୟ ପରେ ସମସ୍ତଙ୍କୁ ନେଇ ଶିବ ଇନ୍ଦ୍ରମାଧବ ନିକଟରେ ପହଞ୍ଚି ରାୟ ସାହେବକୁ ଇଙ୍ଗିତ କରି କହିଲା, ରାୟ ସାହେବ, ଏ ହେଉଛି ସେ ରାକ୍ଷସ। ଶିବ କଥା ଶୁଣି ରାୟ ସାହେବଙ୍କ ସହିତ ଅନ୍ୟମାନେ ଠୋ ଠୋ କରି ହସି ଚାଲିଲେ। କ'ଣ କହିଲୁ ଶିବ, ଏ ହେଉଛି ସେ ରାକ୍ଷସ? ଏ ରୋଗିଣା ଜରାଜୀର୍ଣ୍ଣ ଲୋକଟିକୁ ଆମେ ଏତେ ଭୟ କରି ଆସିଥିଲୁ। କିନ୍ତୁ ରାୟ ସାହେବ, ଆପଣ ଏପରି ହସନ୍ତୁନି। ଆପଣ ଏ ରାକ୍ଷସର ଅସୀମ ଶକ୍ତି ସମ୍ବନ୍ଧରେ ଅବଗତ ନାହାନ୍ତି, ଯାହା ଆପଣ ଆଉ ଅଳ୍ପ ସମୟ ମଧ୍ୟରେ ଅବଗତ ହୋଇଯିବେ। କାରଣ ସନ୍ଧ୍ୟା ଆଗମନରେ ଏକ ରାକ୍ଷସରେ ପରିବର୍ତ୍ତିତ ହୋଇଯିବ। ଶିବ କଥା ଶୁଣି ବିଷ୍ଣୁ ସହମତି ହୋଇ କହିଲା, ରାୟ ସାହେବ, ଶିବ ଠିକ୍ କହୁଛି। ଆମେ ସମସ୍ତେ ଏଠାରୁ ସମ୍ପୂର୍ଣ୍ଣ ସନ୍ଧ୍ୟା ହେବା ପୂର୍ବରୁ ଫେରିଯିବା ଅତ୍ୟନ୍ତ ଜରୁରୀ ଅଟେ। କାରଣ ଆମ ସଭିଙ୍କ ଜୀବନ ପ୍ରତି ଏଠାରେ ବିପଦ ରହିଛି। ବିଷ୍ଣୁର କଥା ସମାପ୍ତ ହୋଇନଥାଏ, ରାୟ ସାହେବଙ୍କର ଏକ ଚିତ୍କାର ଶୁଣାଗଲା, ଚୁପ୍ କର ଦୁଇ ଜଣ। କିଏ ଅଛ? ଏ ଦୁଇ ଜଣଙ୍କୁ ଏଇକ୍ଷଣି ମୋ ସାମ୍ନାରୁ ନେଇଯାଅ। ପୂର୍ବରୁ ବିଷ୍ଣୁ କୁମ୍ଭାଟୁଆଙ୍କ ପରି ଚଡ଼ ଚଡ଼ ହୋଇ ମୋ ମୁଣ୍ଡ ଖାଉଥିଲା, ଆଉ ଏବେ ଏ ଶିବ, ଦୁଇ ଜଣ ମିଶି ମୋତେ ପାଗଳ କରିଦେବେ। ଯଥାଶୀଘ୍ର ପାରୁଛ ଏ ଦୁଇ ଜଣଙ୍କ ପାଟିରେ ବିଣ୍ଡା ଦେଇ ନେଇଯାଇ ବିକ୍ରମ ସହିତ ଏ ଦୁଇ ଜଣଙ୍କୁ ବାନ୍ଧି ଦେଇ ଆସ। ଏହାପରେ ଉପସ୍ଥିତ ଲୋକମାନେ ବିଷ୍ଣୁ ଏବଂ ଶିବ ଦୁହିଁଙ୍କ ହାତ ପାଟି ବାନ୍ଧି ସେଠାରୁ ନେଇଗଲେ। ଏହାପରେ ରାୟ ସାହେବ ବାରମ୍ବାର ଇନ୍ଦ୍ରମାଧବକୁ ଅନେକ ପ୍ରଶ୍ନ ପଚାରି ଚାଲୁଥାନ୍ତି, ପରନ୍ତୁ ଇନ୍ଦ୍ରମାଧବ ନିକଟରୁ କୌଣସି ଉତ୍ତର ନ ପାଇ କ୍ରୋଧିତ ହୋଇ ଉଠିଲେ ରାୟ ସାହେବ। କ୍ରୋଧ ଗର୍ଜନରେ କହିଲେ, ରାକ୍ଷସକୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣି ଏକ ଗଛରେ ବାନ୍ଧି ଦିଅ। ମୁଁ ବି ଦେଖିବି ଏ କେତେ ସମୟ ଧରି ନୀରବ ରହୁଛି। ରାୟ ସାହେବଙ୍କ କଥାର ଅବମାନନା କରିବାର ସାମର୍ଥ୍ୟ କାହାରି ନଥାଏ। ତେଣୁ ଅନିଚ୍ଛା ସତ୍ତ୍ୱେ କିଛି ଲୋକ ଇନ୍ଦ୍ରମାଧବର ପୋକ ସାଲୁବାଲୁ ଦୁର୍ଗନ୍ଧଯୁକ୍ତ ପୂଜ ରକ୍ତ ଭିଜା ଦୁଇ ହାତ ଗୋଡ଼କୁ ଟେକି ଧରି ଆଣି ମଶାଣିରେ ଥିବା ଏକ ଶିମିଳି ଗଛରେ ବାନ୍ଧିଦେଲେ। ଶିମିଳି ଗଛର କଣ୍ଟା ଇନ୍ଦ୍ରମାଧବ ଶରୀରରେ ଥିବା ଖଣ୍ଡିଆ ଆଦିରେ ଫୋଡ଼ି ହୋଇଯିବାରୁ ସେ ଯନ୍ତ୍ରଣାରେ ଚିତ୍କାର କରୁଥାଏ। ରାୟ ସାହେବ ଏକ ଖଣ୍ଡା ଧରି ଇନ୍ଦ୍ରମାଧବ ସମ୍ମୁଖକୁ ଯାଇ ଇନ୍ଦ୍ରମାଧବର ଏପରି ଜରାଜୀର୍ଣ୍ଣ ଆଉ ରୁଗ୍ଣ ଶରୀର ଦେଖି ତାର ତାତ୍ସଲ୍ୟ କରିବାକୁ ଲାଗିଲେ। ତୁ ସତରେ ଯେ ଗୋଟିଏ ରାକ୍ଷସ ହୋଇଥିବୁ, ମୋର ଆଦୌ ବିଶ୍ୱାସ ହେଉନି। ଏପରି ଜରାଜୀର୍ଣ୍ଣ ରୋଗୀଣ ନିରୀହ ରାକ୍ଷସ ଯେ ଥାଇପାରନ୍ତି, ମୁଁ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲି। ରାୟ ସାହେବଙ୍କ ଏପରି ଅଟ୍ଟହାସ୍ୟ ଦେଖି ଇନ୍ଦ୍ରମାଧବ କ୍ରୋଧରେ ତାର ଯନ୍ତ୍ରଣାପୂର୍ଣ୍ଣ କଣ୍ଠରେ କହିଲା, ଆଉ ଅଳ୍ପ ସମୟ ଅପେକ୍ଷା କର, ତୁ ସବୁକିଛି ଜାଣିପାରିବୁ। ପ୍ରଥମେ ତୋର ହାତ ଦୁଇଟାକୁ ଉପାଡ଼ିବି, ପରେ ଦୁଇ ଗୋଡ଼କୁ, ପରିଶେଷରେ ଯେତେବେଳେ ଯନ୍ତ୍ରଣାରେ ଛଟପଟ ହେବ ସେତେବେଳେ ତୋ ମୁଣ୍ଡକୁ ତୋ ଶରୀରରୁ ଉପାଡ଼ି ଦେବି। ଇନ୍ଦ୍ରମାଧବ ନିକଟରୁ ଏପରି କଟୁ ବାକ୍ୟ ଶୁଣି ରାୟ ସାହେବ ରାଗରେ ଜର୍ଜରିତ ହୋଇ ଉଠି ଖଣ୍ଡାରେ ଇନ୍ଦ୍ରମାଧବ ବେକକୁ ଏକ ଚୋଟ ପକାଇଲେ। ପରେ ଯାହା ଘଟିଲା ତାହା ସଭିଙ୍କୁ ସ୍ତମ୍ଭୀଭୂତ କରିଦେଲା। କାରଣ ଖଣ୍ଡାଟି ଦୁଇ ଖଣ୍ଡରେ ଭାଙ୍ଗିଗଲା, ପରନ୍ତୁ ଇନ୍ଦ୍ରମାଧବର ବେକରେ କୌଣସି ପ୍ରକାରର କ୍ଷତର ଚିହ୍ନ ବର୍ଣ୍ଣ ନଥିଲା। ରାୟ ସାହେବ ବିଭିନ୍ନ ଅସ୍ତ୍ର ଦ୍ୱାରା ଇନ୍ଦ୍ରମାଧବ ଉପରେ ପ୍ରହାର କରୁଥାନ୍ତି, କିନ୍ତୁ ସମସ୍ତ ଅସ୍ତ୍ରମାନଙ୍କର ଛୋଟ ଛୋଟ ଖଣ୍ଡ ହୋଇଯାଉଥିବା ବେଳେ ଇନ୍ଦ୍ରମାଧବର କୌଣସି କ୍ଷତି ହେଉନଥାଏ। ଏସବୁ ଘଟଣା ଦେଖି ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କ ଶରୀରରେ ଆତଙ୍କର ଶିହରଣ ଖେଳି ଯାଉଥାଏ। ରାୟ ସାହେବ ନିଜ ମନର ଭୟକୁ ଚାପି ରଖି ଅନ୍ୟମାନଙ୍କ ଭୟ ଦୂର କରିବା ନିମନ୍ତେ ସମସ୍ତଙ୍କୁ କହିଲେ, ଭାଇମାନେ, ଏ ରାକ୍ଷସକୁ ଯେକୌଣସି ଉପାୟରେ ମାରିବାକୁ ପଡ଼ିବ, ଅନ୍ୟଥା ନିଶ୍ଚୟ ଆମ ସଭିଙ୍କ ପ୍ରାଣ ନେଇଯିବ। ତେଣୁ ନିଜ ମନରୁ ଭୟକୁ ଦୂର କରି ଆକୁ ନିଆଁରେ ଜଳେଇବାର ବ୍ୟବସ୍ଥା ଶୀଘ୍ର କର। ରାୟ ସାହେବଙ୍କ କଥା ଶୁଣି ଲୋକମାନେ ଇନ୍ଦ୍ରମାଧବର ଚତୁଃପାର୍ଶ୍ୱରେ କାଠ ଗରମାନ ଡେରି ନିଆଁ ଲଗାଇଦେଲେ। ନିଆଁର ଧାସ ଇନ୍ଦ୍ରମାଧବର ଖଣ୍ଡିଆ ଆଉ କ୍ଷେତରେ ବାଜିବାରୁ ସେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରି ଚିତ୍କାର କରି ଉଠିଲା। କିଛି ସମୟ ମଧ୍ୟରେ ସୂର୍ଯ୍ୟାସ୍ତ ହୋଇଗଲା। ଦେଖୁ ଦେଖୁ ମଶାଣିରେ ଅନ୍ଧକାର ମାଡ଼ି ଆସିଲା। ସଙ୍ଗେ ସଙ୍ଗେ ପବନର ପ୍ରବାହ ଅତି କ୍ଷିପ୍ର ଗତିରେ ପ୍ରବାହିତ ହେବାକୁ ଲାଗିଲା। କାହିଁ କେଉଁଠୁ ମୁଣ୍ଡ ଉପରେ କଳା ବାଦଲ ଘୋଟିଗଲା।
କେଉଁଠୁ କେଜାଣି ଅଗଣିତ କାଉ ସାଙ୍ଗୁଡ଼ାମାନ ମଶାଣି ଉପରେ ରଡ଼ି କରି ଉଡ଼ିବା ଆରମ୍ଭ କରିଥିଲେ। ସମସ୍ତଙ୍କ ଶରୀର ଝାଳରେ ଭିଜିଯାଇ ବୁନ୍ଦା ବୁନ୍ଦା ଟୋପା ତଳେ ପଡ଼ୁଥାଏ। ସମସ୍ତଙ୍କ ଗୋଡ଼ ଏପରି ଥରିବାକୁ ଲାଗିଲା ଯେଉଁଥିରେ ସେମାନେ ସିଧା ହୋଇ ଛିଡ଼ା ହେବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଥାଏ। ହଠାତ୍ କିଛି ଲୋକ ଭୟରେ ମଶାଣି ମଧ୍ୟରୁ ବାହାରି ଯିବା ପାଇଁ ଦୌଡ଼ିବାକୁ ଲାଗିଲେ, କିନ୍ତୁ ହଠାତ୍ ସମସ୍ତେ କୌଣସି ଏକ ଅଦୃଶ୍ୟ ପାଚେରୀ ସହିତ ଧକ୍କା ହୋଇ ତଳେ ପଡ଼ିଗଲେ। ଠିକ୍ ଏହି ସମୟରେ ନିଆଁ ମଧ୍ୟରୁ ଇନ୍ଦ୍ରମାଧବ ଯେଉଁ ଯନ୍ତ୍ରଣାପୂର୍ଣ୍ଣ ଚିତ୍କାର ଶୁଣାଯାଉଥିଲା, ତାହା ବନ୍ଦ ହୋଇ ଏକ ବିକଟାଳ ଭୟଙ୍କର ଗର୍ଜନ ଶୁଣାଗଲା। ସେହି ଗର୍ଜନଟି ଏପରି ଶକ୍ତିଶାଳୀ ଥିଲା ଯାହାଦ୍ୱାରା ରାୟ ସାହେବ ସହିତ ଅନ୍ୟ ଗ୍ରାମବାସୀମାନେ ଉଡ଼ିଯାଇ କିଛି ଦୂରରେ ପଡ଼ିଲେ। ନିଜ ମୃତ୍ୟୁକୁ ନିଜ ସମ୍ମୁଖରେ ଦେଖି କିଛି ଲୋକ ସେଇଠାରେ ଚେତାଶୂନ୍ୟ ହୋଇ ପଡ଼ିଗଲେ। ଅନ୍ୟମାନେ ନିଜ ଜୀବନ ରକ୍ଷା କରିବା ନିମନ୍ତେ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ପରିବର୍ତ୍ତନ କେବଳ ମଶାଣି ମଧ୍ୟରେ ଘଟୁନଥାଏ, ଅନ୍ଧକାର ବଢ଼ିବା ସହିତ ଶିବ ଶରୀରରେ ମଧ୍ୟ ପରିବର୍ତ୍ତନ ଘଟି ଚାଲୁଥାଏ। ସେଠାରେ ଶିବ, ବିକ୍ରମ ଏବଂ ବିଷ୍ଣୁ ଏ ତିନି ଜଣ ଗୋଟିଏ ଗଛରେ ବନ୍ଧା ହୋଇଥାନ୍ତି। ଶିବ ଶରୀର ମଧ୍ୟରେ ଘଟୁଥିବା ପରିବର୍ତ୍ତନ କାରଣରୁ ଶିବ ଯନ୍ତ୍ରଣାରେ ଚିତ୍କାର କରି ଚାଲୁଥାଏ। ନିଜ ପିତାର ଏପରି ଯନ୍ତ୍ରଣାଦାୟକ ଅବସ୍ଥା ଦେଖି ବିକ୍ରମ ଅତ୍ୟନ୍ତ ବିଚଳିତ ହୋଇ ବିଷ୍ଣୁକୁ ଏ ସମ୍ବନ୍ଧରେ ପ୍ରଶ୍ନ କରି ଚାଲୁଥାଏ। ପରନ୍ତୁ ବିଷ୍ଣୁ କୌଣସି ଉତ୍ତର ନ ଦେଇ ନୀରବ ରହୁଥାଏ। ମଶାଣି ମଧ୍ୟରେ ଲୋକମାନେ ଭୟରେ ଚିତ୍କାର କରି ଏଣେ ତେଣେ ଦୌଡ଼ୁଥାନ୍ତି। ବଞ୍ଚାଅ, ରକ୍ଷା କର। ରାୟ ସାହେବ ଓ ଛଞ୍ଚାଣ ଏକ ପଥର ପଛରେ ଲୁଚି ଭୟରେ ଥରଥର କମ୍ପୁଥାନ୍ତି। ହଠାତ୍ ନିଆଁ ମଧ୍ୟରୁ ଇନ୍ଦ୍ରମାଧବର ଭୟଙ୍କର ହସରେ ମଶାଣିଟି କମ୍ପି ଉଠିଲା। ହଠାତ୍ ଏକ ବିସ୍ଫୋରଣ ଘଟିଲା ପରି ଜଳୁଥିବା କାଠଗୁଡ଼ିକ ଏଣେ ତେଣେ ବହୁତ ଦୂରକୁ ଛିଟିକି ପଡ଼ିଲା ଏବଂ ତାହା ମଧ୍ୟରୁ ଏକ ବିରାଟକାୟ କଳା ରୋମଯୁକ୍ତ ରାକ୍ଷସ ଡିଆଁ ମାରିଲା ସିଧା ରାୟ ସାହେବଙ୍କ ନିକଟକୁ। ଛଞ୍ଚାଣ ଏବଂ ରାୟ ସାହେବ ବ୍ରହ୍ମରାକ୍ଷସ, ଗୋଲ ଲାଲ କଟମଟ ଆଉ ବଡ଼ ବଡ଼ ଆଖି, ଲମ୍ବା ମୁନିଆ ଦାନ୍ତ ଏବଂ ମୁଣ୍ଡରେ ଥିବା ଲମ୍ବା ଲମ୍ବା ଦୁଇଟି ସିଂହ ସହିତ ତାର ବିକୃତ ଚେହେରାକୁ ଦେଖି ଦୁହେଁ ପରସ୍ପରକୁ ଚାପି ଧରି କାନ୍ଦିବାକୁ ଲାଗିଲେ। ଏସବୁ ଦେଖି ବ୍ରହ୍ମରାକ୍ଷସ ତାର ଭୟଙ୍କର କର୍କଶ ସ୍ୱରରେ ହସି ହସି କହିଲା, ଭୟ କରନି ଜଗବେନ୍ଦ୍ର ରାୟ, ମୁଁ ତୋତେ ଏତେ ଶୀଘ୍ର ମାରିବିନି। ପ୍ରଥମେ ମୋ ଶକ୍ତି ସମ୍ବନ୍ଧରେ ତୋର ମନରେ ଥିବା ଶଙ୍କା ଦୂର ହୋଇସାରୁ। ଏତିକି କହି ଛଞ୍ଚାଣକୁ ଏକ ହାତରେ ଶୂନ୍ୟରେ ଉଠାଇ ତା ବେକକୁ ଚିରି ସେଥିରୁ ନିର୍ଗତ ହେଉଥିବା ରକ୍ତକୁ ପିଇବାକୁ ଲାଗିଲା। ଛଞ୍ଚାଣ ପାଟିରୁ ଶବ୍ଦ ଶୁଣାଯାଉନଥାଏ, ପରନ୍ତୁ ତାର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକର ଛାଟିପିଟି ହେବାର ଦେଖି ସ୍ପଷ୍ଟ ଅନୁମାନ କରି ହେଉଥାଏ ତାର ଅଭ୍ୟନ୍ତରୀଣ ଯନ୍ତ୍ରଣା ସମ୍ବନ୍ଧରେ। ଏହିଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ରାୟ ସାହେବ ଛାଡ଼ିଦେ ରଡ଼ି କରି ଚାଲିଥାନ୍ତି। ପରେ ଛଞ୍ଚାଣ ଶରୀରରୁ ସମସ୍ତ ରକ୍ତ ପିଇସାରି ବ୍ରହ୍ମରାକ୍ଷସ କହିଲା, ନେ ଛାଡ଼ିଦେଲି। ଏତିକି କହି ଡିଆଁ ମାରିଲା ଅନ୍ୟ ଜଣଙ୍କ ଉପରକୁ। ଗୋଟିଏ କ୍ଷଣରେ ସେ ଲୋକଟିର ମୁଣ୍ଡକୁ ଛିଡ଼ାଇ ଅନ୍ୟ ଜଣକୁ ମାଡ଼ି ବସିଲା। ସେ ଲୋକଟି ଭୟରେ ପୂର୍ବରୁ ଚେତାଶୂନ୍ୟ ହୋଇ ପଡ଼ିଥାଏ। ଦେଖୁ ଦେଖୁ ବ୍ରହ୍ମରାକ୍ଷସ ତା ଶରୀରକୁ ଦୁଇ ଫାଳ କରିଦେଲା। ଏହି ପ୍ରକାରରେ ବ୍ରହ୍ମରାକ୍ଷସ ଗୋଟିଏ ପରେ ଗୋଟିଏ ଲୋକକୁ ଅତି ନୃଶଂସ ଭାବରେ ମାରି ଚାଲୁଥାଏ। ଲୋକମାନେ ନିଜ ଜୀବନ ରକ୍ଷା କରିବା ନିମନ୍ତେ ଅସହାୟ ଅବସ୍ଥାରେ ମଶାଣି ମଧ୍ୟରେ ଏଣେ ତେଣେ ଚିତ୍କାର କରି ଦୌଡ଼ୁଥାନ୍ତି। ପରନ୍ତୁ କେଉଁ ମୁହୂର୍ତ୍ତରେ ସେ ବ୍ରହ୍ମରାକ୍ଷସ ଆସି କାହାକୁ ବି ମାରି ଚାଲି ଯାଉଥାଏ। ସମସ୍ତେ ଭୟରେ ଏଣେ ତେଣେ ଦୌଡ଼ୁଥିବା ସମୟରେ ବ୍ରହ୍ମରାକ୍ଷସର ଦୃଷ୍ଟି ଏକ ବୃଦ୍ଧ ଉପରେ କେନ୍ଦ୍ରିତ ହୋଇଗଲା। ବୃଦ୍ଧଟି ହାତରେ ଖଣ୍ଡିଏ ବାଡ଼ି ଧରି ଛୋଟେଇ ଛୋଟେଇ ଚାଲୁଥାଏ। ସଙ୍ଗେ ସଙ୍ଗେ ବ୍ରହ୍ମରାକ୍ଷସ ଏକ ଲମ୍ଫ ମାରି ସେହି ବୃଦ୍ଧଟିକୁ ମାଡ଼ି ବସିଲା। ବ୍ରହ୍ମରାକ୍ଷସ ବୃଦ୍ଧଟିକୁ ଶୂନ୍ୟରେ ଉଠାଇ ତା ଶରୀରକୁ ଫାଡ଼ିବାକୁ ଉଦ୍ୟତ ହେବା ସମୟରେ ହଠାତ୍ ଦୂରରୁ ଅନ୍ୟ ଏକ ରାକ୍ଷସର ଭୟଙ୍କର ଗର୍ଜନ ଶୁଣାଗଲା। ଦେଖୁ ଦେଖୁ କେଇକ୍ଷଣ ମଧ୍ୟରେ ସେ ନିଜ ଶକ୍ତ ମୁଥା ପାହାରରେ ବ୍ରହ୍ମରାକ୍ଷସକୁ ଦୂରକୁ ଫିଙ୍ଗିଦେଲା।
ଏହି ପ୍ରହାର ସହିତ ଆକାଶରେ ଶୁଷ୍କ ଘଡ଼ଘଡ଼ିର ଗର୍ଜନ ଆରମ୍ଭ ହୋଇଗଲା। ପୂର୍ବରୁ ଯେଉଁ କାଉ ସାଙ୍ଗୁଣାମାନେ ମଶାଣି ଉପରେ ରଡ଼ି କରି ବୁଲୁଥିଲେ ସେମାନେ ବି ଅଧିକ ତୀବ୍ର ରଡ଼ି କରି ଉଠିଲେ। ସେମାନଙ୍କ ରଡ଼ି ଶୁଣି ଏପରି ପ୍ରତୀତ ହେଉଥାଏ ଯେପରି ଏଇ କ୍ଷଣି ସେମାନଙ୍କ କଣ୍ଠସ୍ୱର ଫାଟିଯାଇ ସେମାନଙ୍କ ମୃତ୍ୟୁ ଘଟିବ। ଅନ୍ୟପଟେ ବିକ୍ରମ ନିଜ ପିତାର ଏପରି ରାକ୍ଷସ ରୂପକୁ ଦେଖି ବିଚଳିତ ହୋଇ କାନ୍ଦି କାନ୍ଦି ବିଷ୍ଣୁକୁ ଏ ସମ୍ବନ୍ଧରେ ପଚାରି ଚାଲିଥାଏ। ପୁଅ, ମୋ ନିକଟରେ ଏବେ ସମୟ ନାହିଁ ତୋର ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ପାଇଁ। ସବୁକିଛି ଠିକ୍ ହୋଇଗଲେ ତୋର ମନର ସମସ୍ତ ଶଙ୍କା ଦୂର କରିଦେବି। କିନ୍ତୁ ଏବେ ମଶାଣି ନିକଟରୁ ଯିବାଟା ମୋ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ପରନ୍ତୁ ଯିବା ପୂର୍ବରୁ ତୋତେ ଅନୁରୋଧ କରୁଛି ତୁ ଏଇଠାରେ ସୁରକ୍ଷିତ ରହି ମଶାଣି ନିକଟରୁ ଗ୍ରାମବାସୀମାନଙ୍କୁ ଦୂରେଇ ରଖିବୁ। ଏତିକି କହି ବିଷ୍ଣୁ ସେଠାରୁ ମଶାଣି ଅଭିମୁଖେ କ୍ଷିପ୍ର ଗତିରେ ଅଗ୍ରସର ହେଲା। ମଶାଣିରେ ବ୍ରହ୍ମରାକ୍ଷସକୁ ଆଘାତ କରିବାରୁ କ୍ରୋଧରେ ପ୍ରଜ୍ୱଳିତ ହୋଇ ତାର ଭୟଙ୍କର କର୍କଶ ସ୍ୱରରେ କହିଲା, ଆସିଗଲୁ ଶିବ ବିଶ୍ୱାସଘାତକ। ମୁଁ ଏଠାରେ ଏତେ ସମୟ ଧରି ତତେ ହିଁ ଅପେକ୍ଷା କରି ରହିଥିଲି। ତୁ ଆସିବାକୁ ଏତେ ଡେରି କରିପାରୁ ଏ ଲୋକଗୁଡ଼ାଙ୍କ ସହିତ ଟିକେ ଖେଳୁଥିଲେ। ଏବେ ତୁ ଆସିଗଲୁ, ଆଜି ତୋ ରକ୍ତରେ ମୋର ଉଦର ଶାନ୍ତ ହେବ। ଏତିକି କହି ବ୍ରହ୍ମରାକ୍ଷସ ଶିବ ଉପରକୁ ଲମ୍ଫ ମାରିଲା। ଅନୁରୂପେ ଶିବ ମଧ୍ୟ ବ୍ରହ୍ମରାକ୍ଷସ ଉପରକୁ ଲମ୍ଫ ଦେଲା। ଦେଖୁ ଦେଖୁ ଦୁଇ ଜଣ ମଧ୍ୟରେ ଘମାଘଟ ଲଢ଼େଇ ଆରମ୍ଭ ହୋଇଗଲା। କେଉଁ ସମୟରେ ଶିବ ବ୍ରହ୍ମରାକ୍ଷସ ଉପରେ ଭାରି ପଡ଼ୁଥାଏ ତ କେତେବେଳେ ବ୍ରହ୍ମରାକ୍ଷସ ଶିବ ଉପରେ। ଏଭଳି ଘମାଘଟ ଲଢ଼େଇରେ ବାଦଲ ଫାଟିଯିବାରୁ ସେଥିରୁ ବିଜୁଳିର ଆଲୋକ ଏବଂ ଗର୍ଜନ ମଶାଣିଟିକୁ ଥରହର କରି ଚାଲୁଥାଏ। ବିଜୁଳି ଟଙ୍କାରରେ ଅସଂଖ୍ୟ ମାତ୍ରାରେ ମଶାଣି ଉପରେ ଘୂରି ବୁଲୁଥିବା କାଉ ସାଙ୍ଗୁଣାମାନେ ମୃତ୍ୟୁବରଣ କରି ବର୍ଷା ଟୋପ ପରି ଭୂମି ଉପରେ ଝଡ଼ି ପଡ଼ୁଥାନ୍ତି। ସମୟ ବଢ଼ିବା ସହିତ ବ୍ରହ୍ମରାକ୍ଷସ ଶିବ ମଧ୍ୟରେ ଲଢ଼େଇ ଉଗ୍ରରୁ ଅତି ଉଗ୍ର ରୂପ ଧାରଣ କରି ଚାଲୁଥାଏ। ଦୁଇ ଜଣଙ୍କ ଲଢ଼େଇ କେତେବେଳେ ଭୂମିରେ ତ କେତେବେଳେ ଶୂନ୍ୟରେ ହେଉଥାଏ। ଦୁହେଁ ପରସ୍ପରକୁ କ୍ଷତାକ୍ତ କରି ଚାଲୁଥାନ୍ତି। ଦୁଇ ଜଣଙ୍କ କ୍ଷତରୁ ନିର୍ଗତ ହେଉଥିବା ରକ୍ତର ସ୍ରୋତ ଏପରି ତୀବ୍ର ରହିଥିଲା ଯାହା ମଶାଣିରେ ରକ୍ତ ବର୍ଷାର ଭ୍ରମ ସୃଷ୍ଟି କରୁଥାଏ। ଅନେକ ସମୟ ଅତିବାହିତ ହୋଇସାରିଥିଲେ ମଧ୍ୟ ଦୁହିଁଙ୍କ ଲଢ଼େଇ ଥମିବାର କୌଣସି ଲକ୍ଷଣ ଜଣାପଡ଼ୁନଥାଏ। ଏପରି କିଛି ସମୟ ବିତିଗଲା। ହଠାତ୍ ଶିବର ଯନ୍ତ୍ରଣାଦାୟକ ଚିତ୍କାରରେ ମଶାଣିଟି କମ୍ପି ଉଠିଲା। ଦେଖୁ ଦେଖୁ ବ୍ରହ୍ମରାକ୍ଷସ ଶିବର ଏକ ବାହୁକୁ ଉପାଡ଼ି ବାହୁକୁ ଦୂରକୁ ଫିଙ୍ଗିଦେଲା। ତେଣୁ ସଙ୍ଗେ ସଙ୍ଗେ ଶିବ ଯନ୍ତ୍ରଣାରେ ଶୂନ୍ୟରୁ ଭୂମିରେ ପଡ଼ିଯାଇ ଯନ୍ତ୍ରଣାରେ ଛଟପଟ ହେଉଥାଏ। ଏହାପରେ ପୁନର୍ବାର ବ୍ରହ୍ମରାକ୍ଷସ ଶିବର ଏକ ଜଙ୍ଘକୁ ମାଡ଼ି ବସି ଓପାଡ଼ିବାକୁ ପ୍ରୟାସ କରୁଥାଏ। ଶିବ ଯନ୍ତ୍ରଣାରେ ଛଟପଟ ହୋଇ ନିଜର କର୍କଶ କଣ୍ଠରେ ଆଚାର୍ଯ୍ୟକୁ ଚିତ୍କାର କରି କହି ଉଠିଲା, ଆଚାର୍ଯ୍ୟ ରକ୍ଷା କର। ଏ ସମସ୍ତ ଘଟଣା ବିଷ୍ଣୁ ମଶାଣିର ବାହ୍ୟ ପାର୍ଶ୍ୱରେ ଥାଇ ଦେଖୁଥାଏ। ଲୁହ ଛଳ ଛଳ ଆଖିରେ ଆଚାର୍ଯ୍ୟଙ୍କ ପୁସ୍ତକଟିର ପୃଷ୍ଠାଗୁଡ଼ିକ ଓଲଟାଇ ଚାଲୁଥାଏ। ମନରେ ଆଶା ଥାଏ କାଳେ ପୁସ୍ତକରେ କୌଣସି ଉପାୟ ଲେଖା ହୋଇଥିବ। ପରନ୍ତୁ ସେପରି କିଛି ନ ପାଇବାରୁ ଅସ୍ତବ୍ୟସ୍ତ ହୋଇ ଭଗବାନଙ୍କୁ ସ୍ମରଣ କରି ଚାଲିଥାଏ। ଏହି ସମୟରେ ହଠାତ୍ ବିଷ୍ଣୁ ହାତରୁ ପୁସ୍ତକଟି ଶୂନ୍ୟକୁ ଉଡ଼ିଯାଇ ଏବଂ ଦେଖୁ ଦେଖୁ ସେହି ଲାଲ ଉଜ୍ଜ୍ୱଳିତ ପିଣ୍ଡଟି ଗୋଟିଏ କ୍ଷଣ ମଧ୍ୟରେ ଧୂମକେତୁ ପରି ଗତିରେ ଯାଇ ଶିବ ଶରୀର ମଧ୍ୟରେ ପ୍ରବେଶ ହୋଇଗଲା। ପିଣ୍ଡଟି ଶିବ ଶରୀରରେ ପ୍ରବେଶ କରିବା କ୍ଷଣି ଶିବର ଶରୀରଟି ଅସୀମ ଶକ୍ତିଶାଳୀ ହୋଇ ଉଠିଲା। ଦେଖୁ ଦେଖୁ ଆଖି ପିଛୁଳାକେ ଶିବ ତାର ଗୋଟିଏ ହାତରେ ବ୍ରହ୍ମରାକ୍ଷସର ନାଭିକୁ ତାର ଶକ୍ତିଶାଳୀ ମୁଥା ପ୍ରହାର କରିଦେଲା। ତାର ଶକ୍ତିଶାଳୀ ମୁଥାର ପ୍ରହାରରେ ବ୍ରହ୍ମରାକ୍ଷସର ନାଭି ମଧ୍ୟରୁ ଏକ ଲାଲ ଉଜ୍ଜ୍ୱଳିତ ପିଣ୍ଡକୁ ସେ କାଢ଼ିଦେଲା। ଚକ୍ରପିଣ୍ଡଟି ବ୍ରହ୍ମରାକ୍ଷସ ଶରୀରରୁ ବାହାରିବା ଅପରାନ୍ତେ ବ୍ରହ୍ମରାକ୍ଷସ ଶରୀର ସ୍ୱତଃପ୍ରବୃତ୍ତ ଭାବରେ ନିଆଁରେ ଭସ୍ମ ହୋଇଗଲା। ଏହାପରେ ହଠାତ୍ ମଶାଣିଟି ପୂର୍ବପରି ଶାନ୍ତ ହୋଇଆସିଲା। ବିଜୁଳି ଘଡ଼ଘଡ଼ି ବନ୍ଦ ହୋଇଗଲା। ମଶାଣି ଉପରେ ବୁଲୁଥିବା କାଉ ସାଙ୍ଗୁଣାମାନେ କେଉଁଆଡ଼େ ଉଭାନ ହୋଇଗଲେ ଏବଂ ପବନର ସ୍ରୋତ ହଠାତ୍ ସ୍ଥିର ହୋଇଗଲା। ଆକାଶ ସଙ୍ଗେ ସଙ୍ଗେ ସ୍ୱଚ୍ଛ ଏବଂ ନିର୍ମଳ ହୋଇଗଲା।
ଦେଖୁ ଦେଖୁ ମଶାଣିରୁ 3ଟି ଉଜ୍ଜ୍ୱଳିତ ଚକ୍ରପିଣ୍ଡ ଉପରକୁ ଉଠି ଶୂନ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା। ଶିବ ଧୀରେ ଧୀରେ ତାର ରାକ୍ଷସ ରୂପରୁ ମଣିଷ ରୂପକୁ ଫେରି ଆସିଲା। ଏସବୁ ଦେଖି ରାୟ ସାହେବଙ୍କ ସହିତ ଅନ୍ୟମାନେ ଧାଇଁ ଯାଇ ଶିବକୁ ଦେଖନ୍ତି। ସେ ଅତ୍ୟନ୍ତ କ୍ଷେତାକ୍ତ ହୋଇ କ୍ଷୀଣ ଆଉ ରୁଗ୍ଣ କଣ୍ଠରେ ବିଷ୍ଣୁ କହି ଗୁଣୁ ଗୁଣୁ ହେଉଥାଏ। ଏହା ଶୁଣି ବିଷ୍ଣୁ ଧାଇଁ ଯାଇ ଶିବ ହାତକୁ ମାଡ଼ି ବସି କାନ୍ଦିବାକୁ ଲାଗିଲା। ଶିବ ହାତର ସ୍ପର୍ଶ ଅନୁଭବ କରି ଶିବ ତାର ଧୀର ଆଉ ରୁଗ୍ଣ ସ୍ୱରରେ ଶେଷ ପଦ କହିଲା, ବିକ୍ରମ ଏବେ ତତେ ଲାଗିଲା। ଏତିକି କହିସାରିବା ପରେ ଶିବର ପ୍ରାଣ ଚାଲିଗଲା। କିଛି ମାସ ବିତିଗଲାଣି ଏ ଘଟଣାକୁ। କଲ୍ଲୋଳପୁର ଗ୍ରାମବାସୀର ସମସ୍ତ ଗ୍ରାମବାସୀଙ୍କ ମନରେ ଶିବ ନିମନ୍ତେ ଯଥେଷ୍ଟ ସମ୍ମାନ ଏବଂ ବିକ୍ରମ ପ୍ରତି ସ୍ନେହ ଆଦର ରହିଥାଏ। ଗୋଟିଏ ଦିନ ବିକ୍ରମ ଏବଂ ବିଷ୍ଣୁ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥାନ୍ତି। ବିକ୍ରମ କହିଲା, ଦାଦା, ମୋ ବାପାଙ୍କ ଶରୀର ହଠାତ୍ କିପରି ଏକ ରାକ୍ଷସରେ ପରିବର୍ତ୍ତିତ ହୋଇଯାଇଥିଲା। ବିଷ୍ଣୁ କହିଲା, ପୁଅ, ମୋତେ ଭୁଲ ବୁଝିବୁନି, ମୁଁ ତୋତେ ସତ କହୁଛି, ଶୁଣ। ତୋର ମନେ ଅଛି ତୁମ ପରିବାରକୁ ସୂର୍ଯ୍ୟବିନ୍ଦୁ ଆଚାର୍ଯ୍ୟ କି ପ୍ରକାର ଅଭିଶାପ ଦେଇଥିଲେ? ବିକ୍ରମ କହିଲା, ହଁ, ସେ ଇନ୍ଦ୍ରମାଧବର ସେବା କରିବାର ଅଭିଶାପ। ବିଷ୍ଣୁ କହିଲା, ନାଇଁ, ଏହା ସମ୍ପୂର୍ଣ୍ଣ ନୁହେଁ। ଆଚାର୍ଯ୍ୟ ଶିଷ୍ୟରକୁ କହିଥିଲେ, ତୋତେ ମୁଁ ଅଭିଶାପ ଦେଉଛି, ତୁ ସଦାସର୍ବଦା ଇନ୍ଦ୍ରମାଧବର ବ୍ୟାଧିର ଉପଚାରରେ ଲିପ୍ତ ରହିବୁ, ପୂଜ ରକ୍ତ ସଫା କରିବୁ। ଏହା ତୁ ଏପରି କରିବୁନି, ତୋ ପରେ ମଧ୍ୟ ତୋର ସମସ୍ତ ପିଢ଼ି ଏହି ସମାନ ଅଭିଶାପ ଭୋଗ କରିବେ। ତୋର ସମସ୍ତ ପିଢ଼ି ଇନ୍ଦ୍ରମାଧବର କୁଷ୍ଠ ବ୍ୟାଧିର ଉପଚାରରେ ଲିପ୍ତ ରହିବେ, ପୂଜ ରକ୍ତ ସଫା କରିବେ। ଏହା ସହିତ ତୋର ସମସ୍ତ ପିଢ଼ି ତୋର କୁକର୍ମ ପାଇଁ ତୋତେ ଘୃଣା କରିବେ। ମୋର ଏହି ସ୍ୱଧିଷ୍ଣ ଚକ୍ର ପିଢ଼ି ପରେ ପିଢ଼ି ତୋର ପରିବାର ସହିତ ଜଡ଼ି ରହି ଦୃଷ୍ଟି ରଖୁଥିବ। ଯେଉଁ ପିଢ଼ି ଏଥିରେ ବ୍ୟତିକ୍ରମ କାର୍ଯ୍ୟ କରିବ, ତେବେ ସେ ମଧ୍ୟ ଅନୁରୂପ ଇନ୍ଦ୍ରମାଧବ ପରି ଦଣ୍ଡ ଭୋଗ କରିବା ସହିତ ଏକ ରାକ୍ଷସରେ ପରିବର୍ତ୍ତିତ ହୋଇଯିବ। ମୁଁ ମଶାଣିରେ ରାୟ ସାହେବଙ୍କ ପାଖରେ ଛିଡ଼ା ହୋଇଥାଏ। ହଠାତ୍ ଆଚାର୍ଯ୍ୟଙ୍କ ପୁସ୍ତକରେ ଏକ ପଂକ୍ତି ଲେଖା ଉତ୍ପନ୍ନ ହେଲା। ସେଥିରେ କିଛି ଏପରି ଲେଖା ରହିଥିଲା, ପୁତ୍ର ସ୍ନେହୁ ଜନ୍ମଇ ଅନ୍ୟ ଏକ ରକ୍ଷ, ସେ ରକ୍ଷ ଯେ କରେ ସଂହାର ରକ୍ଷ। ଏହି ପଂକ୍ତିର ଅର୍ଥ ଥିଲା, ତୋ ବାପାଙ୍କ ମନରେ ତୋ ପ୍ରତି ଥିବା ସ୍ନେହକୁ ମାଧ୍ୟମ କରି ତୋ ବାପାଙ୍କୁ ସେ ଇନ୍ଦ୍ରମାଧବର ସେବାରୁ ନିବୃତ୍ତ କରିବା। ତେଣୁ ମୁଁ ଠିକ୍ କିଛି ଏପରି କାର୍ଯ୍ୟ କରିଥିଲି ଯେଉଁଥିରେ ତୋ ବାପା ଇନ୍ଦ୍ରମାଧବ ସେବାରୁ ନିବୃତ୍ତ ହୋଇଗଲା ଏବଂ ଆଚାର୍ଯ୍ୟଙ୍କ ଅଭିଶାପ କାରଣରୁ ସେ ରାକ୍ଷସରେ ପରିବର୍ତ୍ତିତ ହୋଇଗଲା।